ଖରା ଶୀତକୁ ଖାତିର ନ କରି ନିଜ ଦାବି ପାଇଁ ଏ ସରକାର ଉପରେ ଚାପ ପକାଇବା ପାଇଁ ଉପସ୍ଥିତ ରହିଥିବା ରାଜଧାନୀ ଛାତି ଉପରେ ବେକାର ଯୁବକ ଭାଇ ଭଉଣୀମାନେ ଏବଂ ଆପଣଙ୍କର ଯୋଉ ଦାବି ସବୁ ରହିଛି ଶିକ୍ଷକ ନିଯୁକ୍ତି ନହେଇକି ପ୍ରାଇଭେଟ ସଂସ୍ଥା ଜରିଆରେ ଆପଏଣ୍ଟମେଣ୍ଟ ଦିଆଯାଉଛି। ମୁଁ ଯେତିକି ଖବର ପାଇଛି ଯୋଉମାନେ ପିଡି ଟ୍ରେନିଂ ନେଇଛ ତାକୁ ପଚରା ଯାଉନି, ବିଡି ବାଲାକୁ ପଚରା ଯାଉନି, ସିଟି ବାଲାକୁ ପଚରା ଯାଉନି। ସମସ୍ତେ ପିଡି ନିଯୁକ୍ତି ଆମର ନାହିଁ। ଲୋକଙ୍କ ସରକାର ମୁଁ ପ୍ରଥମେ ଅଭିନନ୍ଦନ ଜଣାଇବି ସାରା ରାଜ୍ୟରୁ ସମସ୍ତ ପାଠଶାଠ ପଢି ଟ୍ରେନିଂ ନେଇ ଗୋଟେ ଭଲ ଶିକ୍ଷକ ହବ, ପିଲାଙ୍କ ଜୀବନ ଗଢିବ। ଯୋଉ ସ୍ୱପ୍ନ ନେଇ ତମେ ପାଠ ପଢିଥିଲ ସେ ସ୍ୱପ୍ନକୁ ମୋହନ ସରକାର ବରବାଦ କରିବାକୁ ଯାଉଛି। ମୋହନ ବାବୁ ତମେ ବି ଚାକିରି କରିଥିଲ 300 ଟଙ୍କିଆ ଟିଚର। ତମ ବେଳା ଭଲ ହେଉ ହଉ ଖାଇ ରାଜ୍ୟକୁ ସବୁ ଲୁଣ୍ଠନ କରୁଛ। ଖାଲି ପୋଷ୍ଟର ତମ ଚିକଣ ଗାନ, ତମ ପ୍ରଧାନମନ୍ତ୍ରୀଙ୍କ ଚିକଣ ଦାଢି, ଏଇଆକୁ ଆମକୁ ଦେଖେଇବାକୁ ତମେ ଶପଥ ନେଇଛ। ଆରେ ଏଇଆ କରିବାକୁ ତମେ ଦାୟିତ୍ୱ ନେଇଥିଲ। ଆମମାନଙ୍କ ଜୀବନ ବଢିବ, ଆମକୁ ନିଯୁକ୍ତି ଦବ। ନିଜେ କହିଥିଲ ତମମାନଙ୍କୁ ନିଯୁକ୍ତି ଦିଆଯିବ। କାହିଁ ନିଯୁକ୍ତି? ଆପଣ ମାନେ ଆସିଛନ୍ତି, ରୁହନ୍ତୁ। ଆମ ବିଧାୟକ ଜରିଆରେ ଟିକେ ବାସି ମୁଖ୍ୟମନ୍ତ୍ରୀଙ୍କ ସହିତ ଭଲ ସମ୍ପର୍କ। ମୋର ସାନ ଭାଇ ବଡ ଭାଇ, ସେ ପ୍ରାୟ 15 ବର୍ଷ ମୋ ସାଥିରେ ବିଧାୟକ। ମୁଁ ନିଜେ ତାଙ୍କ ସହିତ ଆଲୋଚନା କରିବି, ମନ୍ତ୍ରୀଙ୍କ ସହିତ ଆଲୋଚନା କରିବି। ସେ ପିଲାମାନେ ଖରାକୁ ଖାତିର ନ କରି, ବର୍ଷାକୁ ଖାତିର ନ କରି ଗାଁରେ ପାଣି, କିନ୍ତୁ ତାଙ୍କ ପେଟ ପଇସା ଏଠି ବହିଛନ୍ତି। ତୁରନ୍ତ ହସ୍ତକ୍ଷେପ କର, ସେମାନଙ୍କ ସହିତ ଆଲୋଚନା କର, ସେମାନେ ଯେମିତି ନିଯୁକ୍ତି ପାଇଁ ବ୍ୟବସ୍ଥା କର। ମୁଁ ଦୃଢ ପ୍ରତିଶ୍ରୁତି ଯାଉଛି 2 ଦିନ ଭିତରେ ଆଲୋଚନା କରି ସମାଧାନ କରିବା।